जदि दबु आज मो वंशटा बुड़े दिए मो वंश किए अच्छी से वंशटा बुड़े दिए आवश्यक ना मो वंशर उत्तरदायक ना कहीं हे राजा एत बड़ कथा कहीं ना पुत्र ना देव हे राजन इतने बड़ निष्ठुर मानी ना मो वंश बुड़ाई दे प्रभु कहीं राति पहले यही पुओ झील कहे ए मंदिर मोर ए मंदिर मो बापा करथिले ए मंदिर मो जेज करछि मोर कहले मो सब धर्म बुड़ी जीव हे राजा आश्चर्य गेल पितामह ब्रह्मा कला मो वंश बुड़ाई दिए कला प्रभु जदि दबु ज्ञान उदय है राजार को ज्ञान मनुष्य ना कला मनुष्य देह दिव्य मनुष्य देह दिव्य ज्ञान आज्ञा ज्ञान ये उदय है कहला हे प्रभु जदि दब तल दे राति पहले मो प्रभु को दर्शन करने हजार हजार भक्त आसवे ये जो नदी मान जो बाट मंगला पर जो 18 है से गोटे नदी से नदीर तीनटा ना कौन प्रथम ना है मर्त्य जमुना द्वितीय नाम हूँ मलिनी लोकाचार मुसा नई जेहेतु समुद्र कूल ए नदी हूँ प्रखरा महाप्रखर सब तरंगर आलोलित ये तरंगित हो माँ ये गभीर जलराशि ये राजा कहले जिते बेले भक्त मैंने आसवे समस्ते केते कष्ट पाइबे ये नदी पार होला बेले केते कार जीवन चली जीवो कहला हे प्रभु जदि दबा को चाहू कहला 18 पुत्र मोर 18 प्रभु जदि दबु ए मालिनी नदी ऊपर 18 पुओ को 18टा नला कर दे खाली सेतिकी नुह कला मध्यरे मुही थीबी बेनी पास मध्यरे मुही थीबी बेनी पास 18 पुत्र ई थीबी कला हे प्रभु मु मझिरे थीबी 18 पुओ को धरी थीबी किंतु 18 नला हबो मो ना रहिबोनी गणिले हबो 19 कि नला होउची कला जतेले भक्त मानकर पदर लागी मोर 18 पुओ उद्धार हेबे ता सतिरे मोर उद्धार हबो बिजुरे ये होउची गोटे श्रेष्ठ मत 18 नला कला सेतिकी नुह का तार आउ टिके जदि तातुक देखिबा भगवान को पाइबा पाई हेले मालो पुराण केते 18 अष्टादश पुराण कहले अष्टादश पुराण को साधना कले बा अष्टादश पुराण को अध्ययन कले तू ब्रह्मदर्शी हब कि तत्व जिनले तुटे भ्रांति भव सागर तरी जानी ए बिजु तबे मूल तत्व ये सब होला भूल गोटे कथा ये हूँ भक्ति रस ये हूँ भक्तर भगवान ये 18 नला 18 पुओ निजे राजा इंद्रद्युम्न मझी रहिले ये 18 नला तेबे पंचमन एक करी नरेंद्र स्नान करिवा काई नरेंद्र स्नान करिउ ए तो पाखरे अछि लागी तो बुडी पड़िवा
ଏ ଜଣେ ରାଜାଙ୍କର କିମ୍ବଦନ୍ତୀ। ହଁ ହଁ ସେ କୋଉ ରାଜା? କୋଉ ରାଜା ସିଏ ଆଜ୍ଞା? ରଣପୁର ରାଜା। ହଁ ହଁ ରଣପୁର ରାଜା ରାଜା ଯାହାଙ୍କର ନାମ ଥିଲା ନରେନ୍ଦ୍ର ପ୍ରତାପ। ସେଇ ନରେନ୍ଦ୍ରଙ୍କର ନାମରେ ମାନେ ସେ ପୁଷ୍କରିଣୀ ଖୋଲିଛନ୍ତି। ତାଙ୍କ ନାଁରେ ନରେନ୍ଦ୍ର ପୁଷ୍କରିଣୀ। ନରେନ୍ଦ୍ର ସେ ସ୍ୱତନ୍ତ୍ର ଗୋଟେ ଉପାଖ୍ୟାନ। ହଁ ହଁ ଆଚ୍ଛା ଚାଲ ଆଗକୁ ଯିବା। ଯିବା ତାହେଲେ କି ମନା କରୁଥିବା ଯିବା ଭାଇ 22 ପାବତ ସେ ପକା କୈବଲ୍ୟ ହେଉଛି। ଆଚ୍ଛା ଆମେ ଯେତେ ଯେ ଯାଇଛେ ଆମେ 22 ପାହାଚରେ କୈବଲ୍ୟ ଚାଖିଛେ ନା 22 ବାଟରେ କୋଉଠି ମିଳିବ ଆଜ୍ଞା? ନା ଆମେ କୈବଲ୍ୟ ଚାଖିଛେ କୋଉଠି? ନା ଆନନ୍ଦ ବଜାରରେ ହଁ ନାଇଁ ଆଜ୍ଞା? ହଁ ଆନନ୍ଦ ଖଳାରେ ହଁ ବା କୈବଲ୍ୟ ଖଳାରେ ଭାଇ କେବେ କବି କାହିଁ କହିଲେ ହଁ ହଁ ଭାଇ 22 ପାବତ ସେ ପକା କୈବଲ୍ୟ ହେଉଛି ଚୋଖା? ବିଜୁ ଆଜ୍ଞା କାହିଁକି 22 ପାବତ ହେଲା 22 ପାଉଛ କାଇଁ 23 ହେଲାନି ନା 23 ପଥର ନୁହଁ 21 ହେଲାନି? ପଥର ରହିଗଲା ତା ବୋକା ମରା ଗଲା ମୂର୍ଖ କୋଠିକାର। କଣ କରିବ 22 ପାବତର ମୂଳ ମନ୍ତ୍ର କଣ ପାବତ ଅର୍ଥାତ କି ମା ମାନେ ପାଦ। ପାଦ 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 ପାବତ ଅର୍ଥାତ ପାଦ। ପାଦ ଜଗନ୍ନାଥର ପାଦ କେତୋଟି? ଆପଣ ମନା କରିଛନ୍ତି ପ୍ରଥମରୁ ପ୍ରଭୁର ପାଦ ନାହିଁ ବୋଲି। ବେଦ କହିଲା ପାଣି ପାଦ ହଁ ଜଗତ ଗ୍ରହିତମ୍। ବେ ସନ୍ଥ ଭୀମ ହୋଇ କହିଲେ ହଁ, ହଁ। ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ? କିଏ? ସେଇ ଭୀମ ହୋଇ କହିଲେ ହଁ 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 ବନ୍ଦନା ପାଦ ପଦ୍ମ। ପଦ୍ମ ଯୋଉଠିଟା ପାଦ କି? ସନ୍ଥ ଅଭିରାମ କହିଲେ କହିଲା କେଉଁ ଫୁଲ ଦେଇ ପୂଜିବି ଯାର ପଦ୍ମ ଚରଣ ଚରଣ। ଏହି ଫୁଲ ଦେଇ ପୂଜୁଛି ପ୍ରଭୁ ମତେ ନ କର ମାନ। କହିଲା ପ୍ରଭୁର ପାଦ ଅଛି 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 ପାଦ ନାହିଁ ପାଦ ଅଛି। ଅଛି ଅଛି କେତୋଟି ପାଦ? କେତୋଟି ଆଜ୍ଞା ନାହିଁ ତ କହି ଏରା ପାଦ ଅଛି କେତୋଟି ଆଜ୍ଞା? ନା ପ୍ରଭୁର ପାଦ ହଉଛି 22। ପ୍ରଭୁର ପ୍ରଭୁର ପାଦ ହଉଛି 22। ସେ ହେଇଥିପାଇଁ ଚିତ୍ତକନା ଗୁରେଇଛନ୍ତି ଆଉ ରା ଖାଲି ସେମିତି କହିଦେଲେ ହବ କି? ନାଇଁ ନା ହେଲା ଜଗନ୍ନାଥ ଯେ ସ୍ୱର୍ଗ ପ୍ରଭୁ ବରାଏ ରଙ୍ଗବରା। ପ୍ରଭୁ ବରାଏ ରଙ୍ଗବରା। ଗୋଳାକୁ ଭାଟ ଜଗନ୍ନାଥ ମହାପ୍ରଭୁ 16 କଳାର ଠାକୁର। ପ୍ରଭୁଙ୍କର ଅବତାର କେତେ? 10 ଅବତାର 10 ଅବତାର। ବିଜୁ ଆରେ 10 ଅବତାରରେ 10 ଅବତାରରେ ପ୍ରଭୁର ପାଦ ସଂଖ୍ୟା କେତେ? ମୁଁ କହିପାରିବିନି ଆଜ୍ଞା ମାଲ 10 ଅବତାରରେ ପ୍ରଭୁଙ୍କ ପାଦ ସଂଖ୍ୟା ଆଜ୍ଞା 22। 10 ଅବତାରରେ ପ୍ରଭୁଙ୍କର ପାଦ ହଉଛି 22 ହଉନି? ହିସାବ କରିବା ଆମେ ପ୍ରଥମ ଅବତାର ମତ୍ସ୍ୟ ମତ୍ସ୍ୟ ଅବତାର ମାଛର ପାଦ ନାହିଁ ନାହିଁ। ନା ଆସିଲେ କଶ୍ୟପ କଶ୍ୟପ ଅବତାର କଇଁଛର ପାଦ କେତୋଟି? 4ଟି 4। 4 ପାଦ କଶ୍ୟପ ପରେ ଆସିଲେ ବରାହ ବରାହର 4 ବାରହା 4 4 8 4 4 8 ନରସିଂହ 2 2 10 10 ନରସିଂହ ପରେ ବାମନ ବାମନ 2 ପାଦ 2 12 ମତାନ୍ତରେ ଗୋଟିଏ ମାୟାରେ ସୃଷ୍ଟି କଲେ କିନ୍ତୁ ଜନ୍ମ 2 2 କେତେ ହେଲା? 12 ବାମନଙ୍କ ପରେ ଆସିଲେ ପରଶୁରାମ ରାମ 2 ପାଦ 2 14 ପରଶୁରାମ ପରେ ରାମ ରାମ ପାଦ 2 16 16 ରାମଙ୍କ ପରେ ବଳରାମ ବଳରାମ ପାଦ 2 2 18 ବଳରାମ ପରେ ବୁଦ୍ଧ 2 2 20 କୋଡିଏ 20 ବୁଦ୍ଧଙ୍କ ପରେ କଳ୍କି ପାଦ 2 ଭାଇ ଆପଣ କହିବେ କଳ୍କି ତ ହେଇନି ପାଦ କେମିତି ଆପଣ ଗଣିଲେ? କହିବେ କେମିତି? ନା କେତେ କଳି ଗଲାଣି ହଁ କେତେ ସତ୍ୟ ଗଲାଣି ଗଲାଣି କେତେ ତ୍ରେତା ଗଲାଣି ଗଲାଣି ତାହା କେହି କଳ୍ପନା କରିନାହାନ୍ତି। ନା ଯଦି ସେଦିନ ହଁ ଯେତେବେଳେ ମହାଭାରତ କ୍ଷେତ୍ରରେ ସେ ମାଲ ରାତି ପାଇଲେ ମହାଭାରତ ଯୁଦ୍ଧ ହଁ ନାଇଁ ହେଲା ପଚାରିଦେଲେ ଆହା ଅନ୍ଧରାଜ ଧୃତରାଷ୍ଟ୍ର କହିଲେ ହେ ସଞ୍ଜୟ ମତେ କୁହ ମତେ କୁହ କୁହ ଏ ଧର୍ମ କ୍ଷେତ୍ର କୁରୁକ୍ଷେତ୍ର ଇଏ ସମବେତ ଯଜୁଃସବ ମାମକା ପାଣ୍ଡବ ଶୈବ କ୍ଷେମ କୁରୁବନ୍ତ ସଞ୍ଜୟ